ଚାଲନ୍ତୁ ଆଜିର ଆଲୋଚନା ଆରମ୍ଭ କରିବା। ଆମ ପାଖରେ ଶିକ୍ଷାଦାନ ସମ୍ବନ୍ଧୀୟ 10ଟି ବଛା ବଛା ଅଭ୍ୟାସ ପ୍ରଶ୍ନର ଗୋଟେ ସେଟ୍ ଅଛି। ଆଉ ଯେଉଁମାନେ ଶିକ୍ଷକତା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ସେମାନଙ୍କ ପାଇଁ ଏହା ବହୁତ କାମରେ ଆସିବ। ନିଶ୍ଚୟ। କିନ୍ତୁ ଆମର ଉଦ୍ଦେଶ୍ୟ କେବଳ ପ୍ରଶ୍ନର ଉତ୍ତର ଖୋଜିବା ନୁହେଁ। ଆମେ ଭାବୁଛୁ ଏହି ପ୍ରଶ୍ନଗୁଡ଼ିକ ଭିତରକୁ ଯିବା, ତା ପଛରେ ଥିବା ମନୋବିଜ୍ଞାନକୁ ବୁଝିବା। ଏକଦମ ଠିକ୍ କଥା। ବିଶେଷ କରି 2 ଜଣ ଏରିକ୍ ଏରିକ୍ସନ୍ ଆଉ ଜିନ୍ ପିଆଜେ। ହଁ, ତାଙ୍କରି ତତ୍ତ୍ୱ ଉପରେ ହିଁ ଆମେ ଧ୍ୟାନ ଦେବା। ଦେଖିବା ଏଗୁଡ଼ିକ କେବଳ ପରୀକ୍ଷା ପାଇଁ ନୁହେଁ, ବରଂ ଶ୍ରେଣୀଗୃହରେ ପିଲାଙ୍କୁ ବୁଝିବା ପାଇଁ କେତେ ଜରୁରୀ। ଏଇଟା ଗୋଟେ ମାନସିକ ମାନଚିତ୍ର ପରି। ଆମେ ଦେଖିବା କେମିତି ଗୋଟେ ଶିଶୁର ଚିନ୍ତା କରିବାର ଶୈଳୀ ବୟସ ସହିତ ବଦଳୁଛି। ଆଉ ଆଜିର ଆଲୋଚନାରେ ଆମ ପାଖରେ ଥିବା ଅଧିକାଂଶ ପ୍ରଶ୍ନ ପିଆଜେଙ୍କ କାମ ଉପରେ ହିଁ ଅଛି। ବହୁତ ବଢ଼ିଆ। ତେବେ ଚାଲନ୍ତୁ ପ୍ରଥମ ପ୍ରଶ୍ନରୁ ହିଁ ଆରମ୍ଭ କରିବା। ଏଇଟା ଏରିକ୍ ଏରିକ୍ସନ୍ଙ୍କ ବିଷୟରେ। ପ୍ରଶ୍ନଟି ହେଉଛି, ଏରିକ୍ସନ୍ଙ୍କ ମତରେ କିଶୋରାବସ୍ଥାକୁ ଆଉ କେଉଁ ନାମରେ ଜଣାଯାଏ? ବିକଳ୍ପଗୁଡ଼ିକ ହେଲା ଏ. ଚାପ ଓ ଚିନ୍ତାର ଅବଧି, ବି. ଝଡ଼ ଓ ସଂଘର୍ଷର ଅବଧି, ସି. ପରିଚୟ ସଙ୍କଟର ଅବଧି ଏବଂ ଡି. ଉପରୋକ୍ତ ସମସ୍ତ। ହଁ, ଏଠି ଉତ୍ତରଟା ତ ସିଧାସଳଖ ଡି ହେବ, ମାନେ ଉପରୋକ୍ତ ସମସ୍ତ। ଆଚ୍ଛା। ଦେଖନ୍ତୁ, ଏରିକ୍ସନ୍ କିଶୋରାବସ୍ଥାକୁ ପ୍ରାୟ 12ରୁ 18 ବର୍ଷ, ତାକୁ ନାଁ ଦେଇଛନ୍ତି ପରିଚୟ ବନମ୍ ଭୂମିକା ଦ୍ୱନ୍ଦ୍ୱ। ଆଇଡେଣ୍ଟିଟି ଭର୍ସେସ୍ ରୋଲ୍ କନଫ୍ୟୁଜନ୍। ଓହୋ, ଏଇ ନାଁଟା ହିଁ ତ ବହୁତ କିଛି କହିଦେଉଛି। ଏକଦମ। ଅର୍ଥାତ୍ ଏହି ସମୟରେ ଜଣେ କିଶୋରର ମନ ଭିତରେ ଗୋଟେ ପ୍ରକାର ଝଡ଼ ଚାଲିଥାଏ। ମୁଁ କିଏ, ମୋର ଲକ୍ଷ୍ୟ କ'ଣ, ଏମିତି ସବୁ ପ୍ରଶ୍ନ। ଏକଦମ ସେଇଆ। ଏଟା କେବଳ ସାଧାରଣ ଚିନ୍ତା ନୁହେଁ, ଏକ ଗଭୀର ଆଭ୍ୟନ୍ତରୀଣ ସଂଘର୍ଷ। ସେମାନେ ନିଜର ପରିଚୟ, ମୂଲ୍ୟବୋଧ, ଭବିଷ୍ୟତର ରାସ୍ତା ଖୋଜୁଥାନ୍ତି। ଆଉ ଏହି ଖୋଜିବା ପ୍ରକ୍ରିୟା ବହୁତ ଚାପପୂର୍ଣ୍ଣ ହୋଇପାରେ। ସେଥିପାଇଁ ଏହାକୁ ସଙ୍କଟ କୁହାଯାଉଛି। ହଁ, ଆଉ ଅନ୍ୟ ମନୋବିଜ୍ଞାନୀମାନେ ବି ଏହାକୁ ଝଡ଼ ଓ ସଂଘର୍ଷର ଅବଧି ବୋଲି କହିଛନ୍ତି। ତେଣୁ ଏସବୁ ଶବ୍ଦ ଚାପ, ଝଡ଼, ସଂଘର୍ଷ, ସଙ୍କଟ ସବୁଗୁଡ଼ିକ ହିଁ ଠିକ୍। ତାହେଲେ ଏହି ସଙ୍କଟରୁ ସଫଳ ଭାବରେ ବାହାରିବା ନିହାତି ଜରୁରୀ। ଏଇଠୁ ଆସୁଛି ଆମର ଦ୍ୱିତୀୟ ପ୍ରଶ୍ନ। ଯଦି ଜଣେ କିଶୋର ଏହି ପରିଚୟ ବନାମ ଭୂମିକା ଦ୍ୱନ୍ଦ୍ୱକୁ ସଫଳତାର ସହ ସମାଧାନ କରେ, ତେବେ ତା ଭିତରେ କେଉଁ ମୁଖ୍ୟ ସଦ୍ଗୁଣର ବିକାଶ ହୁଏ? ବିକଳ୍ପଗୁଡ଼ିକ ହେଲା ଏ. ଦକ୍ଷତା, ବି. ବିଶ୍ୱାସ୍ତତା, ସି. ଆଶା ଏବଂ ଡି. ଇଚ୍ଛାଶକ୍ତି। ଏହାର ଉତ୍ତର ହେବ ବି. ବିଶ୍ୱାସ୍ତତା। ଇଂରାଜୀରେ କହିଲେ ଫିଡେଲିଟି। ଫିଡେଲିଟି। ହଁ, ଏରିକ୍ସନ୍ଙ୍କ ତତ୍ତ୍ୱରୁ ସବୁଠୁ ସୁନ୍ଦର କଥା ହେଲା, ପ୍ରତ୍ୟେକ ସଙ୍କଟର ସକାରାତ୍ମକ ସମାଧାନରୁ ଗୋଟେ ନୂଆ ଶକ୍ତି ବା ସଦ୍ଗୁଣ ଜନ୍ମ ନିଏ। ଯେତେବେଳେ ଜଣେ କିଶୋର ନିଜ ପାଇଁ ଏକ ସ୍ପଷ୍ଟ ପରିଚୟ ତିଆରି କରିପାରେ, ସେତେବେଳେ ତା ଭିତରେ ଫିଡେଲିଟିର ବିକାଶ ହୁଏ। ତେବେ ଫିଡେଲିଟି କହିଲେ ଏଠାରେ କ'ଣ କେବଳ ଅନ୍ୟମାନଙ୍କ ପ୍ରତି ବିଶ୍ୱାସୀ ହେବାକୁ ବୁଝାଏ, ନା ଏହାର ଅର୍ଥ ଆହୁରି ଗଭୀର? ଏହାର ଅର୍ଥ ବହୁତ ଗଭୀର। ଏଠାରେ ଫିଡେଲିଟିର ଅର୍ଥ ହେଉଛି ନିଜ ପ୍ରତି ସଚ୍ଚୋଟ ରହିବା, ନିଜ ମୂଲ୍ୟବୋଧ ଆଉ ଆଦର୍ଶ ପ୍ରତି ପ୍ରତିବଦ୍ଧ ରହିବା। ଆଚ୍ଛା। ମାନେ ଗୋଟେ ପ୍ରକାର ଆଭ୍ୟନ୍ତରୀଣ ସ୍ଥିରତା। ଆପଣ ଜାଣିଛନ୍ତି ଆପଣ କିଏ ଆଉ ଆପଣ କେଉଁଥିରେ ବିଶ୍ୱାସ କରନ୍ତି, ବାହାର ଲୋକ ଯାହା ବି କୁହନ୍ତୁ ନା କାହିଁକି। ବା, ଏହା ଏକ ଚମତ୍କାର ଦୃଷ୍ଟିକୋଣ। ତେବେ କିଶୋରାବସ୍ଥାରେ ଯେତେବେଳେ ଏତେ ସାମାଜିକ ଆଉ ଭାବନାତ୍ମକ ଝଡ଼ ଚାଲିଥାଏ, ଠିକ୍ ସେତିକିବେଳେ ହଁ, ସେତିକିବେଳେ ତାର ଚିନ୍ତା କରିବାର ପ୍ରକ୍ରିୟାରେ ବି ଗୋଟେ ବଡ଼ ପରିବର୍ତ୍ତନ ଆସେ। ଏହା ହିଁ ଆମକୁ ଜିନ୍ ପିଆଜେଙ୍କ ଆଳକୁ ନେଇଯାଉଛି ନା? ଆମର ତୃତୀୟ ପ୍ରଶ୍ନ, ଫର୍ମାଲ ଅପରେସନାଲ ଚିନ୍ତନର ମୁଖ୍ୟ ବୈଶିଷ୍ଟ୍ୟ କ'ଣ? ବିକଳ୍ପ ଏ. ବସ୍ତୁସ୍ଥାୟିତ୍ୱ, ବି. କେନ୍ଦ୍ରୀକରଣ, ସି. ଅମୂର୍ତ୍ତ ଚିନ୍ତନ ଏବଂ ଡି. ସଂରକ୍ଷଣ। ଏଠି ଉତ୍ତର ହେବ ସି. ଅମୂର୍ତ୍ତ ଚିନ୍ତନ ବା ଆବଷ୍ଟ୍ରାକ୍ଟ ଥିଙ୍କିଂ। ଏଇଟା ହେଉଛି ପିଆଜେଙ୍କ ଜ୍ଞାନାତ୍ମକ ବିକାଶ ତତ୍ତ୍ୱର ଶିଖର, ଚତୁର୍ଥ ଆଉ ଶେଷ ପର୍ଯ୍ୟାୟ। ଏହା ପ୍ରାୟ 12 ବର୍ଷରୁ ଆରମ୍ଭ ହୁଏ, ମାନେ ଠିକ୍ କିଶୋରାବସ୍ଥାର ଆରମ୍ଭରେ। ତେବେ ଏହାର ସବୁଠାରୁ ବଡ଼ କଥା କ'ଣ? ସବୁଠୁ ବଡ଼ କଥା ହେଲା, ଏହି ସମୟରେ ମସ୍ତିଷ୍କ ଗୋଟେ ନୂଆ ଶକ୍ତି ପାଏ। ନୂଆ ଶକ୍ତି କେମିତି? ଦେଖନ୍ତୁ, ଏହା ପୂର୍ବରୁ ପିଲାମାନେ କେବଳ ବାସ୍ତବ ଦେଖାଯାଉଥିବା ଜିନିଷ ବିଷୟରେ ହିଁ ତର୍କ କରିପାରୁଥିଲେ। କିନ୍ତୁ ଫର୍ମାଲ ଅପରେସନାଲ ପର୍ଯ୍ୟାୟରେ ସେମାନେ ଯଦି ଏମିତି ହୁଅନ୍ତା ବା ହ୍ୱାଟ୍ ଇଫ୍ ଭଳି କାଳ୍ପନିକ ପ୍ରଶ୍ନ ଉପରେ ଚିନ୍ତା କରିପାରନ୍ତି। ଓହୋ। ନ୍ୟାୟ, ଭଲ ପାଇବା,
ସ୍ୱାଧୀନତା ଭଳି ଅମୂର୍ତ୍ତ ଧାରଣାକୁ ବୁଝିପାରନ୍ତି। ଉଦାହରଣ ସ୍ୱରୂପ, ଗୋଟେ 8 ବର୍ଷର ପିଲାକୁ ପଚାରିଲେ ଯଦି ମଣିଷର ଆଙ୍ଗୁଠି ନଥାନ୍ତା ତେବେ କ'ଣ ହୁଅନ୍ତା? ସେ କହିବ, ଏମିତି ହେଇପାରିବନି। ହଁ, ଠିକ୍। କିନ୍ତୁ ଜଣେ 14 ବର୍ଷର କିଶୋର ଏହାର ସବୁ ସମ୍ଭାବ୍ୟ ପରିଣାମ ବିଷୟରେ କଳ୍ପନା କରିପାରିବ। ବୁଝିଲେ। ଏହା ତ ଚିନ୍ତା କରିବାର ଗୋଟେ ବହୁତ ବଡ଼ ଲମ୍ପ। ତେବେ ଏହି ଶିଖରରେ ପହଞ୍ଚିବା ପୂର୍ବରୁ ଠିକ୍ ତାର ପୂର୍ବ ପର୍ଯ୍ୟାୟରେ ପିଲାମାନଙ୍କର ଚିନ୍ତାଧାରାର ସୀମା କ'ଣ ଥାଏ? ଏଇଟା ଆମର ଚତୁର୍ଥ ପ୍ରଶ୍ନ। ହଁ। ପିଆଜିଙ୍କ ଅନୁଯାୟୀ କଂକ୍ରିଟ୍ ଅପରେସନାଲ ପର୍ଯ୍ୟାୟରେ ଥିବା ପିଲାମାନଙ୍କୁ କେଉଁଥିରେ ଅସୁବିଧା ହୁଏ? ବିକଳ୍ପ ଏ ଉଲ୍ଟା ଚିନ୍ତା, ବି ଆଗମନୀ ତର୍କ, ସି ନିଗମନୀ ତର୍କ ଏବଂ ଡି ସଂରକ୍ଷଣ। ଏହାର ସଠିକ୍ ଉତ୍ତର ହେଉଛି ସି ନିଗମନୀ ତର୍କ ବା ଡିଡକ୍ଟିଭ୍ ଲଜିକ୍। ଆଚ୍ଛା, କଂକ୍ରିଟ୍ ଅପରେସନାଲ ପର୍ଯ୍ୟାୟ ମାନେ 7ରୁ 11 ବର୍ଷ, ସେହି ସମୟରେ ପିଲାମାନେ ବହୁତ ତାର୍କିକ ହୋଇଯାନ୍ତି, କିନ୍ତୁ ସେମାନଙ୍କର ତର୍କ ବାସ୍ତବ ଆଉ ଦେଖାଯାଉଥିବା ଜଗତରେ ସୀମିତ ଥାଏ। ଠିକ୍। ଆଉ ସେମାନେ ଆଗମନୀ ତର୍କ ବ୍ୟବହାର କରିପାରନ୍ତି ନା? ହଁ, ଆଗମନୀ ବା ଇଣ୍ଡକ୍ଟିଭ୍ ଲଜିକ୍ ବ୍ୟବହାର କରିପାରନ୍ତି। ତର୍କ ହେଉଛି ବିଶେଷ ଉଦାହରଣରୁ ଏକ ସାଧାରଣ ନିୟମକୁ ଯିବା। ଯେମିତି, ମୁଁ ଦେଖିଥିବା ସବୁ କାଉ କଳା, ତେଣୁ ସବୁ କାଉ କଳା। ବୁଝିଲି। କିନ୍ତୁ ନିଗମନୀ ତର୍କ ହେଉଛି ଏହାର ଓଲଟା, ଗୋଟେ ସାଧାରଣ ନିୟମରୁ ଆରମ୍ଭ କରି ଏକ ବିଶେଷ ସିଦ୍ଧାନ୍ତରେ ପହଞ୍ଚିବା। ଯେପରି, ସବୁ ଗ୍ରହ ସୂର୍ଯ୍ୟ ଚାରିପଟ ଘୂରନ୍ତି, ପୃଥିବୀ ଏକ ଗ୍ରହ, ତେଣୁ ପୃଥିବୀ ସୂର୍ଯ୍ୟ ଚାରିପଟେ ଘୂରେ। ଓହୋ, ଏହି ପ୍ରକାରର ଅମୂର୍ତ୍ତ ନିୟମରୁ ତର୍କ କରିବା। ହଁ, ସେହି କ୍ଷମତା ଫର୍ମାଲ ଅପରେସନାଲ ପର୍ଯ୍ୟାୟରେ ଆସେ। ବୁଝାପଡ଼ିଲା। ତେବେ ଆମେ ଆହୁରି ପଛକୁ ଯିବା। କଂକ୍ରିଟ୍ ଅପରେସନାଲ ପର୍ଯ୍ୟାୟ ପୂର୍ବରୁ ପିଲାମାନଙ୍କର ଦୁନିଆକୁ ଦେଖିବାର ଦୃଷ୍ଟିକୋଣ କେମିତି ଥାଏ? ଏଇଟା ଆମର ପଞ୍ଚମ ପ୍ରଶ୍ନ। ପିଆଜେଙ୍କ ପ୍ରି ଅପରେସନାଲ ପର୍ଯ୍ୟାୟରେ 2-7 ବର୍ଷ ଅନ୍ୟ ଜଣଙ୍କର ଦୃଷ୍ଟିକୋଣକୁ ବୁଝିବାରେ ଯେଉଁ ଅସୁବିଧା ହୁଏ ତାକୁ କ'ଣ କୁହାଯାଏ? ଏହାର ଉତ୍ତର ହେଉଛି ସି ଆତ୍ମକେନ୍ଦ୍ରିକତା ବା ଇଗୋସେଣ୍ଟ୍ରିଜମ୍। ଆତ୍ମକେନ୍ଦ୍ରିକତା। ଏହି ଶବ୍ଦଟା ଟିକେ ନକାରାତ୍ମକ ଶୁଭୁଛି। ହଁ, କିନ୍ତୁ ପିଆଜେଙ୍କ ମତରେ ଏହା ସ୍ୱାର୍ଥପରତା ନୁହେଁ, ଏହା ଏକ ଜ୍ଞାନାତ୍ମକ ସୀମା। ଛୋଟ ପିଲାମାନେ ପ୍ରକୃତରେ ଭାବନ୍ତି ଯେ ସମସ୍ତେ ଦୁନିଆକୁ ଠିକ୍ ସେହିପରି ଦେଖନ୍ତି ଯେପରି ସେମାନେ ଦେଖନ୍ତି। ଏହାର କୌଣସି ମଜାଦାର ଉଦାହରଣ ଅଛି କି ଯାହା ଶିକ୍ଷକମାନେ ନିଜ ଶ୍ରେଣୀଗୃହରେ ଦେଖିପାରିବେ? ବହୁତ ଅଛି। ମନେକରନ୍ତୁ ଆପଣ ଗୋଟେ ଛୋଟ ପିଲା ସହ ଫୋନରେ କଥା ହେଉଛନ୍ତି। ସେ ତାର ନୂଆ ଖେଳନା ବିଷୟରେ କହୁଛି। ଆପଣ ପଚାରିଲେ, କେମିତି ଦେଖାଯାଉଛି? ସେ ମୁଣ୍ଡ ହଲାଇ ହଁ କିମ୍ବା ନା କହିବ, କାରଣ ସେ ଭାବୁଛି ଯାହା ସେ ଦେଖୁଛି ଆପଣ ବି ଦେଖୁଛନ୍ତି। ଓହୋ, ବୁଝିଲି। ଏହା ବୁଝିବା ଶିକ୍ଷକଙ୍କ ପାଇଁ ବହୁତ ଜରୁରୀ। ସେ ଜାଣିପାରିବେ ଯେ ପିଲାଟି ଜିଦ୍ କରୁନାହିଁ, ବରଂ ସେ ଅନ୍ୟର ଦୃଷ୍ଟିକୋଣକୁ ବୁଝିବା ପାଇଁ ଏଯାଏଁ ପ୍ରସ୍ତୁତ ନୁହେଁ। ଏହା ପ୍ରକୃତରେ ଏକ ଗୁରୁତ୍ୱପୂର୍ଣ୍ଣ କଥା। ଏବେ ଆମେ ପିଆଜେଙ୍କ ତତ୍ତ୍ୱର ମୂଳଦୁଆକୁ ଆସିବା। ଷଷ୍ଠ ପ୍ରଶ୍ନ ହେଉଛି, ପିଆଜେଙ୍କ ଅନୁସାରେ ଆଡାପ୍ଟେସନ୍ ହେଉଛି କେଉଁ ପ୍ରକ୍ରିୟା ମାଧ୍ୟମରେ ସ୍କିମାକୁ ସଜାଡ଼ିବା? ଏଠାରେ ଉତ୍ତର ହେବ ଡି ଆକୋମୋଡେସନ୍। ଏହାକୁ ବୁଝିବା ପାଇଁ ଆମକୁ ପିଆଜେଙ୍କ ଦୁଇଟି ମୁଖ୍ୟ ଶବ୍ଦ ବୁଝିବାକୁ ପଡ଼ିବ, ଆସିମିଲେସନ୍ ଆଉ ଆକୋମୋଡେସନ୍। ହଁ, ଆମର ପରବର୍ତ୍ତୀ ଦୁଇଟି ପ୍ରଶ୍ନ ମାନେ 8 ଆଉ 9 ନମ୍ବର ମଧ୍ୟ ଏହି ଦୁଇଟି ଶବ୍ଦ ଉପରେ। ତେବେ ଚାଲନ୍ତୁ ଏକା ସାଙ୍ଗରେ ଆକୁ ଭଲ ଭାବେ ବୁଝିନେବା। ବହୁତ ଭଲ। ତେବେ ସ୍କିମାକୁ ଆପଣ ମସ୍ତିଷ୍କରେ ଥିବା ଧାରଣାର ଏକ ଫାଇଲ କ୍ୟାବିନେଟ୍ ବୋଲି ଭାବିପାରନ୍ତି। ଆଚ୍ଛା। ଚାଲନ୍ତୁ ଗୋଟେ ଉଦାହରଣ ନେବା। ଗୋଟେ ଛୋଟ ପିଲା ଶିଖିଛି ଯେ 4 ଗୋଡ଼ିଆ ଲାଞ୍ଜ ଥିବା ଲୋମଶ ଜନ୍ତୁକୁ କୁକୁର କୁହାଯାଏ। ଏହା ତା ମୁଣ୍ଡରେ ଗୋଟେ କୁକୁର ଫାଇଲ। ଏବେ ସେ ପ୍ରଥମ ଥର ପାଇଁ ଗୋଟେ ବିଲେଇ ଦେଖିଲା। ତାର ବି 4ଟା ଗୋଡ଼, ଲାଞ୍ଜ ଅଛି, ତେଣୁ ପିଲାଟି ତାକୁ ମଧ୍ୟ କୁକୁର ବୋଲି କହିବ। ଓହୋ। ଏଇଟା ହେଉଛି ଆସିମିଲେସନ୍, ନୂଆ ତଥ୍ୟକୁ ପୁରୁଣା ଫାଇଲରେ ଫିଟ୍ କରିଦେବା। ଆଉ ଆକୋମୋଡେସନ୍? ଯେତେବେଳେ ତାର ବାପା ମା କହିବେ, ନା ଏଇଟା କୁକୁର ନୁହେଁ, ଏଇଟା ବିଲେଇ, ଦେଖ ଏହା ମିଆଉଁ ମିଆଉଁ କରୁଛି, ଏବେ ପିଲାଟିର ମସ୍ତିଷ୍କରେ ଗୋଟେ ଅସନ୍ତୁଳନ ସୃଷ୍ଟି ହେଲା। ପୁରୁଣା ଫାଇଲ କାମ କରୁନାହିଁ। ଠିକ୍। ତେଣୁ ତାକୁ ନିଜର କୁକୁର ଫାଇଲକୁ ପରିବର୍ତ୍ତନ କରିବାକୁ ପଡ଼ିବ, ଆଉ ଗୋଟେ ନୂଆ ଫାଇଲ ତିଆରି କରିବାକୁ ପଡ଼ିବ ବିଲେଇ ନାମରେ। ଏହି ଯେଉଁ ପୁରୁଣା ଫାଇଲକୁ ସଜାଡ଼ିବା ବା ନୂଆ ଫାଇଲ ତିଆରି କରିବା, ତାହା ହିଁ ହେଉଛି ଆକୋମୋଡେସନ୍। ଏହା ଏକ ଅବିଶ୍ୱସନୀୟ କଥା। ଆମେ ଭାବୁ ଯେ ପିଲା ଭୁଲ କରୁଛି, କିନ୍ତୁ ପ୍ରକୃତରେ ତାର ମସ୍ତିଷ୍କ ଗୋଟେ ଅସାଧାରଣ କାମ କରୁଛି। ତାର ଭୁଲ କରିବାଟା ଶିଖିବାରେ ବିଫଳତା ନୁହେଁ, ବରଂ ଶିଖିବା ପାଇଁ ଏକ ସକ୍ରିୟ ପ୍ରୟାସ। ଏକଦମ। ଏହା ହିଁ ପିଆଜେଙ୍କ ତତ୍ତ୍ୱରୁ ଜଣେ ଶିକ୍ଷକ ପାଇଁ ସବୁଠାରୁ ବଡ଼ ଶିକ୍ଷା।
ତେଣୁ ଆମର 8 ନମ୍ବର ପ୍ରଶ୍ନର ଉତ୍ତର ଆସିମିଲେସନ୍ ଅର୍ଥ ପୂର୍ବରୁ ଥିବା ସ୍କିମାରେ ନୂଆ ସୂଚନା ଯୋଡ଼ିବା। ଆଉ 9 ନମ୍ବର ଆଉ 9 ନମ୍ବର ପ୍ରଶ୍ନର ଉତ୍ତର ଆକୋମୋଡେସନ୍ ଅର୍ଥ ପୂର୍ବରୁ ଥିବା ସ୍କିମାକୁ ପରିବର୍ତ୍ତନ କରିବା। ବେଶ୍, ଏବେ ଆମେ ସପ୍ତମ ପ୍ରଶ୍ନକୁ ଫେରିବା। କ୍ରମବଦ୍ଧ ଭାବରେ ସମସ୍ୟା ସମାଧାନ କରିବାର କ୍ଷମତା କେଉଁ ପର୍ଯ୍ୟାୟରେ ବିକଶିତ ହୁଏ? ଉତ୍ତର ହେଉଛି ସି ଫର୍ମାଲ ଅପରେସନାଲ ପର୍ଯ୍ୟାୟ। ହୁଁ ଏଠାରେ କ୍ରମବଦ୍ଧ ବା ସିଷ୍ଟେମାଟିକାଲି ଶବ୍ଦଟି ବହୁତ ଗୁରୁତ୍ୱପୂର୍ଣ୍ଣ। ଏହି ପର୍ଯ୍ୟାୟରେ ଜଣେ କିଶୋର ବୈଜ୍ଞାନିକ ପରି ଚିନ୍ତା କରିପାରେ। ଗୋଟିଏ ସମସ୍ୟାର ସବୁ ସମ୍ଭାବ୍ୟ କାରଣ ବିଷୟରେ କଳ୍ପନା କରି ତାପରେ ଗୋଟିଏ ପରେ ଗୋଟିଏ ପରୀକ୍ଷା କରିପାରେ। ଆଉ ତା ପୂର୍ବର ପିଲାମାନେ? କନକ୍ରିଟ ଅପରେସନାଲ ପର୍ଯ୍ୟାୟର ପିଲାମାନେ ହୁଏତ ଠିକ୍ ଭୁଲ ପଦ୍ଧତିରେ ସମସ୍ୟା ସମାଧାନ କରିପାରନ୍ତି, କିନ୍ତୁ ଏପରି ଯୋଜନାବଦ୍ଧ ଭାବରେ ନୁହେଁ। ଆମେ କିଶୋରାବସ୍ଥାରୁ ଆରମ୍ଭ କରି ପିଲାଦିନ ପର୍ଯ୍ୟନ୍ତ ଯାତ୍ରା କଲୁ। ଏବେ ଚାଲନ୍ତୁ ଏକଦମ ଆରମ୍ଭକୁ ଯିବା। ଆମର 10ମ ଏବଂ ଅନ୍ତିମ ପ୍ରଶ୍ନ। ବସ୍ତୁ ସ୍ଥାୟିତ୍ୱ ବା ଅବଜେକ୍ଟ ପର୍ମାନେନ୍ସ କେଉଁ ପର୍ଯ୍ୟାୟର ବୈଶିଷ୍ଟ୍ୟ? ଏହାର ଉତ୍ତର ହେଉଛି ଏ ସେନ୍ସରି ମୋଟର ପର୍ଯ୍ୟାୟ, ଯାହାକି ଜନ୍ମରୁ 2 ବର୍ଷ ଯାଏଁ ଚାଲେ। ହୁଁ ବସ୍ତୁ ସ୍ଥାୟିତ୍ୱ ଏକ ବହୁତ ବଡ଼ ଜ୍ଞାନାତ୍ମକ ଲମ୍ପ। ଏହାର ଅର୍ଥ ହେଉଛି ଯଦିଓ କୌଣସି ବସ୍ତୁ ଆଖି ଆଗରେ ନାହିଁ, ତଥାପି ତାହାର ଅସ୍ତିତ୍ୱ ଅଛି ବୋଲି ବୁଝିବାର କ୍ଷମତା। ଲୁଚକାଳି ଖେଳ ପରି? ଠିକ୍ ସେଇଆ। ବହୁତ ଛୋଟ ଶିଶୁ ପାଇଁ ଯଦି ଆପଣ ଗୋଟିଏ ଖେଳନାକୁ କପଡ଼ା ତଳେ ଲୁଚାଇ ଦିଅନ୍ତି, ତା ପାଇଁ ସେହି ଖେଳନାଟିର ଅସ୍ତିତ୍ୱ ହିଁ ଶେଷ। ଆଉଟ୍ ଅଫ୍ ସାଇଟ୍ ଆଉଟ୍ ଅଫ୍ ମାଇଣ୍ଡ। ଆଚ୍ଛା। କିନ୍ତୁ ପ୍ରାୟ 8ରୁ 12 ମାସ ବୟସରେ ଯେତେବେଳେ ବସ୍ତୁ ସ୍ଥାୟିତ୍ୱର ଧାରଣାର ବିକଶିତ ହୁଏ, ସେ ଜାଣିପାରେ ଯେ ଖେଳନାଟି କପଡ଼ା ତଳେ ଲୁଚି ରହିଛି ଏବଂ ସେ ତାକୁ ଖୋଜିବାକୁ ଚେଷ୍ଟା କରେ। ବାଃ, ଏହା ହିଁ ସ୍ମୃତି ଏବଂ ସାଙ୍କେତିକ ଚିନ୍ତନର ଆରମ୍ଭ। ଏହା ବିନା ଭାଷା ଶିଖିବା ଅସମ୍ଭବ। ତେବେ ଆଜିର ଏହି ଆଲୋଚନାରେ ଆମେ କେବଳ 10ଟି ପ୍ରଶ୍ନର ଉତ୍ତର ପାଇନାହୁଁ। ବରଂ ଜଣେ ଶିଶୁର ଜ୍ଞାନାତ୍ମକ ବିକାଶର ଏକ ସମ୍ପୂର୍ଣ୍ଣ ଯାତ୍ରା ଦେଖିଲୁ। ହଁ, ଲୁଚିଥିବା ଖେଳନାକୁ ଖୋଜିବାରୁ ଆରମ୍ଭ କରି ମୁଁ କିଏ ଭଳି ଜଟିଳ ପ୍ରଶ୍ନର ଉତ୍ତର ଖୋଜିବା ପର୍ଯ୍ୟନ୍ତ। ଆମେ ବୁଝିଲୁ ଯେ ପିଲାମାନେ କିପରି ଆସିମିଲେସନ୍ ଓ ଆକୋମୋଡେସନ୍ ମାଧ୍ୟମରେ ନିଜର ମାନସିକ ଦୁନିଆ ତିଆରି କରନ୍ତି। ଆଉ ଜଣେ ଶିକ୍ଷକଙ୍କ ପାଇଁ ଏହି ଯାତ୍ରାକୁ ବୁଝିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ଯେତେବେଳେ ଆପଣ ଜାଣିବେ ଯେ ଜଣେ 7 ବର୍ଷର ପିଲା କାହିଁକି ଅମୂର୍ତ୍ତ ଧାରଣା ବୁଝିପାରୁନାହିଁ, ହୁଁ ସେତେବେଳେ ଆପଣଙ୍କର ଶିକ୍ଷାଦାନ ପଦ୍ଧତି ଆପେ ଆପେ ବଦଳିଯିବ। ଆପଣ ଅଧିକ ଧୈର୍ଯ୍ୟବାନ ଏବଂ ପ୍ରଭାବଶାଳୀ ହୋଇପାରିବେ। ଏହା ଆଲୋଚନାକୁ ଏକ ସୁନ୍ଦର ସମାପ୍ତି ଦେଉଛି। ଶେଷରେ ଶ୍ରୋତାଙ୍କ ପାଇଁ ଗୋଟିଏ ଚିନ୍ତା। ଆମେ ଆଜି ଯେଉଁ ତତ୍ତ୍ୱଗୁଡ଼ିକ ବିଷୟରେ କଥା ହେଲେ, ସେଗୁଡ଼ିକ ହେଉଛି ସାଧାରଣ ନିୟମ। କିନ୍ତୁ ପ୍ରତ୍ୟେକ ଶିଶୁ ନିଜ ଜାଗାରେ ସ୍ୱତନ୍ତ୍ର। ଏକଦମ। ତେବେ ଜଣେ ଶିକ୍ଷକ ଭାବରେ ଏହି ସାଧାରଣ ମାନଚିତ୍ରକୁ ବ୍ୟବହାର କରି ଶ୍ରେଣୀଗୃହରେ ଥିବା ପ୍ରତ୍ୟେକ ସ୍ୱତନ୍ତ୍ର ଶିଶୁର ଅନନ୍ୟ ଆବଶ୍ୟକତାକୁ କିପରି ପୂରଣ କରାଯାଇପାରିବ, ଏହା ଉପରେ ଟିକେ ଭାବନ୍ତୁ।